सरकार विभिन्न जनकल्याण योजना କରିଛନ୍ତି ହେଲେ ଅନେକ ସମୟରେ ଯୋଜନାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। ଏକଥା ଆମେ କହୁନା। ଶୁଣନ୍ତୁ କ'ଣ କହୁଛନ୍ତି ଏ ମହିଳା ଜଣକ। କହିଲେ ମାଳତୀ ନାୟକ ସ୍ୱାମୀ ଗୋପାଳ ନାୟକ ଆଚ୍ଛା ଆଉ ଆପଣଙ୍କ ଘର କେଉଁ ଗାଁ ସାତ ଅଛି ପଞ୍ଚାୟତ ଇଏ ଆଧାର ଆପଣଙ୍କର ସ୍ୱାମୀ କେବେ ମଲେ 3 ବର୍ଷ ହେଲାଣି ପୁଅ ପୁଅ ମୋର ଆଗ ମରିଛି ସେ ମରିଲାଣି 3 ବର୍ଷ ହେଲା ବାପ ଏବେ- ପୁଅ କେହି ନାହାନ୍ତି ବାପ ପୁଅ କେହି ନାହାନ୍ତି ନାଇଁ ଆପଣ ଏକୁଟିଆ ଅଛନ୍ତି ମୁଁ ଏକୁଟିଆ ଅଛି ଆଚ୍ଛା ଭତ୍ତା ପାଉଛନ୍ତି ନାଇଁ ପାଉନି ଭତ୍ତା ଆଉ କ'ଣ ସରକାରଙ୍କଠୁ ଆଉ ସବୁ କ'ଣ ପାଇବା କଥା ପାଇଛନ୍ତି ନାଇଁ ଆଉ କିଛି ପାଇନି କ'ଣ ଟଙ୍କା ମିଳିବା କଥା ପାଇଛନ୍ତି ନାଇଁ ଟଙ୍କା ହେଲେ ମିଳିନି ଆପ୍ଲାଏ କରିଛନ୍ତି ହଁ କରିଛୁ କେଉଁଠି ଆପ୍ଲାଏ କରିଥିଲେ ଖଣ୍ଡପଡ଼ା ଖଣ୍ଡପଡ଼ାରେ ଆଚ୍ଛା କେତେ ଥର ଆପ୍ଲାଏ କଲେଣି 2 ଥର ଦୁଇଥର କାହିଁକି ଭତ୍ତା ମିଳୁନି ସେ ତ ଦେଉନାହାନ୍ତି ସମସ୍ତେ ଭତ୍ତା ପଇସା ଧରିକି ଆଉଛନ୍ତି ମୁଁ କାନ୍ଦି ବୁକି ଆଉଛି ପଞ୍ଚାୟତ ହାତକୁ ଫେରି ଆଉ ଭତ୍ତା ହେଇପାରିନି ନାଇଁ ଭତ୍ତା ହେଇନି ଆଚ୍ଛା ପଞ୍ଚାୟତରେ ଅଭିଯୋଗ କରିଥିଲ ହଁ କ'ଣ କହିଲେ ପଞ୍ଚାୟତରେ ସେ କହିଲେ କହୁଛନ୍ତି ଆର ମାସରେ ପାଇବୁ ଏ ମାସରେ ପାଇବୁ ସେ ମାସରେ ପାଇବୁ ଏମିତି କହିଛନ୍ତି ସବୁ ପଇସା ଧରିକି ଆଉଛନ୍ତି ଫେରିକି କାନ୍ଦି ବୁକି ଆଉଛି ଆଉ ନଉଟିକି ଆଉ ଆପଣଙ୍କର ସ୍ୱାମୀ ନାହାନ୍ତି ପୁଅ ନାହିଁ ନାଇଁ ଆଚ୍ଛା ବର୍ତ୍ତମାନ ଆପଣ ଚଳୁଛନ୍ତି କେମିତି ମା 8 ତ 8 ଏମିତି ମାଗି ଯାଚିକି ଖାଇକି ରହୁଛି ଆଉ କେତେ କୁଆଡ଼ୁ କ'ଣ ଆଣିକି ଖାଇବି ନିଜେ ନିଜେ ଗାଁ ଲୋକ ସାହାଯ୍ୟ କରୁଛନ୍ତି ଆପଣଙ୍କୁ ହଁ ଖାଇବାକୁ ଦେଉଛନ୍ତି ହଁ ଖାଇବାକୁ ଦେଉଛନ୍ତି ଆଚ୍ଛା ଚାଉଳ ପାଉଛନ୍ତି ଆପଣ ହଁ ଚାଉଳ ଯେ 5 କିଲୋଟି ଚାଉଳ ଯେ ସେ କେତେ ଦିନ 5 କିଲୋଟି ଚାଉଳ ଖାଇକି ବଞ୍ଚିବି ଆପଣଙ୍କର ଭତ୍ତା ଟିକେ ନିହାତି ଦରକାର ହଁ ସାର୍ ଅଜ୍ଞାନ ବିଧବା ମହିଳା ଜଣକ ହେଉଛନ୍ତି ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତ ସାତଗୋଛିଆ ଗାଁର ସ୍ୱର୍ଗତ ଗୋପାଳ ନାୟକଙ୍କ ବିଧବା ପତ୍ନୀ ମାଳତୀ ନାୟକ। ଗତ 2 ବର୍ଷ ତଳେ ଗୋପାଳଙ୍କର ଦେହାନ୍ତ ହୋଇଥିଲା ଏବଂ ଏକମାତ୍ର ପୁଅର ମଧ୍ୟ ଦେହାନ୍ତ ହୋଇଛି। ତେବେ ମାଳତୀ ନାୟକ ବିଧବା ଭତ୍ତା କି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା ପାଇନାହାନ୍ତି। କିନ୍ତୁ କିଆଝର ପଞ୍ଚାୟତ ପକ୍ଷରୁ ଖାଲି ମିଳିଛି ଆଶ୍ୱାସନା ମିଳିବ ଆଉ ମିଳିବ କେବେ ମିଳିବ ଭତ୍ତା ତାହା ବି ଅସମ୍ଭବ। କିନ୍ତୁ ଏଠି ବଡ଼ ପ୍ରଶ୍ନ ହେଉଛି ବ୍ଲକର ବଡ଼ ବଡ଼ିଆ ବାବୁଙ୍କର କେବେ ଦୃଷ୍ଟି ପଡ଼ିବ ଯେ ମହିଳା ଭତ୍ତା ପାଇବେ। ଏ ଥିଲା ସାତଗୋଛିଆ ଗାଁର ମାଳତୀ ନାୟକଙ୍କ କଥା। କିନ୍ତୁ ବଡ଼ ବାଣପୁର ପଞ୍ଚାୟତ ଅନ୍ତର୍ଗତ ଚୈତନ୍ୟପୁର ଗାଁର ପଦ୍ମନାଭ ପ୍ରଧାନ ଦେହାନ୍ତ ହେବାର 4 ବର୍ଷ ବିତିଯାଇଛି। କିନ୍ତୁ ତାଙ୍କ ପତ୍ନୀ ମିନତୀଙ୍କୁ ଭତ୍ତା ମିଳିଥିବା ବେଳେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଅର୍ଥ ପାଇବା ପାଇଁ ସେ ଦୌଡ଼ି ଦୌଡ଼ି ନିରାଶ ହେଲେଣି। ହେଲେ ଏହି ସହାୟତା କେବେ ମିଳିବ ତାହା ଭଗବାନଙ୍କୁ ହିଁ ଜଣା। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ସରକାରଙ୍କ ଯୋଜନା ଖଣ୍ଡପଡ଼ା ବ୍ଲକରେ କେତେ ଦୂର କାର୍ଯ୍ୟ ହେଉଛି ଯେ ମହିଳାମାନେ ହତାଶ ହୋଇ ନିରବ ରହୁଛନ୍ତି। ଉଷା ନାୟକ ଘର ଆଜ୍ଞା ସାତଗୋଛିଆ ଆଚ୍ଛା ଆପଣଙ୍କ ଏଇ ଗାଁର ବାସିନ୍ଦା ଆଜ୍ଞା ଆପଣ ଏ ଯେଉଁ ମାଳତୀ ନାୟକକୁ ଜାଣିଛନ୍ତି ହଁ ଆଜ୍ଞା ସେ ଆମ ପଡ଼ିଶା ଘର ସେ କେମିତି ଚଳୁଛନ୍ତି କ'ଣ କହିଲେ ସାର୍ ସେ ମଗା ଦଚା କରିକି ଖାଆ ପିଅ କରୁଛି ଆମେ ସବୁ ଖାଇବା ପିଇବାକୁ ଦଉଛୁ ଖାଇକି ରହୁଛି ଆଉ ଆଚ୍ଛା ସେ କ'ଣ ଅସୁବିଧା କ'ଣ ହେଇଛି ତାଙ୍କ ସ୍ୱାମୀ ମରିଯାଇଛି ପୁଅ ମରିଯାଇଛି ଭାତିଆ 3 ବର୍ଷ ହେଲା କରୁଛି ଯାଇକି 3 ଥର କଲାଣି ଯେ ହେଇପାରୁନି କି ଭାତିଆ ପାଇପାରୁନି ସରକାର ତରଫରୁ କିଛି ମିଳିପାରୁନି ଆଚ୍ଛା ଆଉ ସାହାଯ୍ୟ କ'ଣ ପାଇଛନ୍ତି ଗଭର୍ଣ୍ଣମେଣ୍ଟ ନାଇଁ ତରଫରୁ ସାହାଯ୍ୟ କିଛି ସାର୍ ପାଇନାହାନ୍ତି 20,000 ମିଳିବା କଥା ତାହା ବି ମିଳିନି ଆପଣ ତାଙ୍କୁ ସାହାଯ୍ୟ କରୁଛନ୍ତି ହଁ ଆଜ୍ଞା ଆମେ ସାହାଯ୍ୟ କରୁଛୁ। ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ ଓଡ଼ିଶା ଭଏସ୍ 24।